ଆପଣ କେବେ ନ୍ୟୁଜ୍ରେ ଶୁଣିବାକୁ ପାଇଥିବେ ଆଜି ସେନ୍ସେକ୍ସ 500 ପଏଣ୍ଟ ଉପରକୁ ଏବଂ ନିଫ୍ଟି 200 ପଏଣ୍ଟ ତଳକୁ, କିନ୍ତୁ ଏହାର ଅର୍ଥ କ'ଣ? ଆପଣଙ୍କ ଇନଭେଷ୍ଟମେଣ୍ଟ ବଢ଼ୁଛି ନା କମୁଛି? ସୋ ୱେଲକମ୍ ଟୁ ଡେ80 ଲର୍ଣ୍ଣିଂ ଷ୍ଟକ୍ ମାର୍କେଟ ଷ୍ଟେପ୍ ବାଇ ଷ୍ଟେପ୍। ସେନ୍ସେକ୍ସ ଏବଂ ନିଫ୍ଟି ଏଗୁଡ଼ାକ ହେଉଛି ଗୋଟିଏ ଇଣ୍ଡେକ୍ସ। ଇଣ୍ଡେକ୍ସର ଅର୍ଥ ହେଲା ଗୋଟିଏ ଗ୍ରୁପ୍ ଅଫ୍ ବା ଲିଷ୍ଟ ଅଫ୍ ଟପ୍ ପରଫର୍ମିଂ କମ୍ପାନୀ, ଯାହା ଷ୍ଟକ୍ ମାର୍କେଟର ଓଭରାଲି ପରଫର୍ମାନ୍ସକୁ ଇଣ୍ଡିକେଟ୍ କରେ। ସେନ୍ସେକ୍ସ ବିଏସ୍ସିର ଟପ୍ 30 କମ୍ପାନୀକୁ ରିପ୍ରେଜେଣ୍ଟ କରୁଥିବା ବେଳେ ଏନ୍ଏସ୍ସି ନିଫ୍ଟିର ଟପ୍ 50 କମ୍ପାନୀକୁ ରିପ୍ରେଜେଣ୍ଟ କରିଥାଏ। ଯଦି ସେନ୍ସେକ୍ସ ଏବଂ ନିଫ୍ଟି ଅପସାଇଡ୍ ମୁଭ୍ କରୁଛନ୍ତି, ତେବେ ତା'ର ଅର୍ଥ ହେଉଛି ଆଜି କମ୍ପାନୀଗୁଡ଼ିକ ଗୁଡ୍ ପରଫର୍ମ କରୁଛନ୍ତି, ଏବଂ ଯଦି ଡାଉନ୍ ସାଇଡ୍ ମୁଭ୍ କରୁଛି, ତେବେ ଆଜି କମ୍ପାନୀଗୁଡ଼ିକ ବ୍ୟାଡ୍ ପରଫର୍ମ କରୁଛନ୍ତି। ତେଣୁକରି ଆଜିର ମାର୍କେଟ ୱିକ୍ ଅଛି ଏବଂ ଏହି ଇଣ୍ଡେକ୍ସରେ ଲିଷ୍ଟେଡ୍ ଥିବା କମ୍ପାନୀଗୁଡ଼ିକ ନିଜର ପରଫର୍ମାନ୍ସ ଉପରେ ଡିପେଣ୍ଡ କରିଥାଏ। ଯେଉଁ କମ୍ପାନୀଗୁଡ଼ିକ ଗୁଡ୍ ପରଫର୍ମାନ୍ସିଂ କରେ ତାକୁ ଇଣ୍ଡେକ୍ସରେ ଆଡ଼୍ କରାଯାଏ, ଏବଂ ଯେଉଁ କମ୍ପାନୀଗୁଡ଼ିକ ବ୍ୟାଡ୍ ପରଫର୍ମାନ୍ସିଂ କରନ୍ତି ତାକୁ ଇଣ୍ଡେକ୍ସରୁ ରିମୁଭ୍ କରାଯାଏ। ତ ଏହି ପ୍ରକ୍ରିୟାଟିକୁ ସମସ୍ତ ଇଣ୍ଡେକ୍ସରେ ପ୍ରତି 6 ମାସରେ ଥରେ କରାଯାଇଥାଏ। ଫଲୋ ଆଣ୍ଡ ସବସ୍କ୍ରାଇବ୍ ଫର୍ ଡେ 9। ସେ ପର୍ଯ୍ୟନ୍ତ ଆପଣମାନେ କିପ୍ ଲର୍ଣ୍ଣିଂ ଆଣ୍ଡ କିପ୍ ଗ୍ରୋଇଂ।